ଜୟ ଜଗନ୍ନାଥ ସାଙ୍ଗମାନେ, ହୃଦୟର ଗଭୀର ପ୍ରଦେଶରୁ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଶୁଭକାମନା। ଆଶା କରେ ଆପଣମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଖୁବ୍ ଭଲରେ ଥିବେ। ସାଙ୍ଗମାନେ ଜାଣିଥିବେ, କ୍ୟାଲେଣ୍ଡର ସଦାବେଳ ପାଇଁ ଡେଟ୍ ବଦଳେଇ ଚାଲିଥାଏ, କିନ୍ତୁ ଦିନେ ଏଭଳି ଏକ ଡେଟ୍ ଆସେ ଯେ କି କ୍ୟାଲେଣ୍ଡରକୁ ହିଁ ବଦଳେଇ ଦେଇଥାଏ। ଆଉ ଅଳ୍ପ କିଛି ଦିନ ପରେ 2026 ଚାଲିଯିବ। ପ୍ରାୟତଃ 2026 ଅଧିକ ମାସ ଗତି କରିଗଲାଣି। 2027 ଆସିବ। 2027 ତ ଆପଣମାନେ ଜାଣିଥିବେ, ପଞ୍ଚାୟତ ଇଲେକ୍ସନ୍ ଆସିବ। ଗାଁ ଠାରୁ ବ୍ଲକ ପର୍ଯ୍ୟନ୍ତ କୁଜି ନେତା ସବୁ ଧୋବଲ ହେଇ ବେକରେ ଉତ୍ତରଣୀ କାନ୍ଧରେ ପକାଇ ସବୁ ଆସିଯିବେ ଆପଣଙ୍କ ପାଖକୁ ହାତ ଯୋଡ଼ି। ଆଜ୍ଞା, କେମିତି ଅଛନ୍ତି, କ'ଣ ଅଛନ୍ତି? ବଡ଼ ବଡ଼ ସ୍ୱପ୍ନ, ଚିକଣ କଥା କହି, ପୁରା ମିଠା କଥା କହି ଆପଣଙ୍କୁ ବଶୀଭୂତ କରିବା ପାଇଁ ଆଜ୍ଞା ବହୁତ ବଡ଼ କଥା କହିବେ। ପ୍ରାର୍ଥୀ ଚୟନ ହେବ, ଭିନ୍ନ ଦଳରୁ ପ୍ରାର୍ଥୀ ବି ଚୟନ ହେବେ। ପ୍ରାର୍ଥୀ ମନୋନୀତ ହେଲା ପରେ ଭୋଟ ବି ହେବ। ବାସ୍, ଇଲେକ୍ସନ୍ ସରିଲା। ନେତାମାନେ ତାଙ୍କ ବାଟରେ, ସାଧାରଣ ଜନତା ଯେଉଁଠି ସେଇଠି। କେବେ ବି ମନେ ଥିଲେ ବି ସୁଦ୍ଧା ଆଉ ସେଇଟାକୁ କେଉଁ ପ୍ରତିଶ୍ରୁତି ଦେଇଥିଲେ ପାଳନ କରିବା ପାଇଁ, ସେଇଟାକୁ ସେମାନେ ଭୁଲିଯିବେ। କିନ୍ତୁ ନେତାଟିଏ ଦେଖିଲି, ମହାକାଳପଡ଼ା ଓଝା, ଚାମେଲି ଓଝା, ଦାମ୍ଭିକତା, ବୀରତ୍ୱ ସତେ ଯେପରି ଝାନ୍ସୀ ରାଣୀ ଲକ୍ଷ୍ମୀବାଇ। ସେମାନେ ଯେଉଁମାନେ ଅନ୍ୟାୟ ବିରୋଧରେ ପ୍ରତିରୋଧ ସ୍ୱର ଉଠାଉଥିଲେ, ସେ ବିପ୍ଳବୀ ଜଣେ ନେତା, ଜଣେ ଯାହାର କି ସତ୍ସାହସ ଅଛି। ପ୍ରଶାସନ ଆଗରେ ସାଧାରଣ ଜନତାଙ୍କର ସ୍ୱରକୁ ଉତ୍ତୋଳନ କରି ସାଧାରଣ ଜନତାଙ୍କର ଅଭାବକୁ ପୂରଣ କରିବା ବା ସାଧାରଣ ଜନତାଙ୍କ ସୁଖ ଦୁଃଖରେ ଛିଡ଼ା ହେବା ଭଳି ନେତ୍ରୀ ଖଣ୍ଡେ ହେଉଛି ଚାମେଲି ଓଝା, ଯାହାକି ଓଡ଼ିଶା ନୁହଁ, ଭାରତ ନୁହେଁ, ସାରା ବିଶ୍ୱ ବି ଜାଣିଲା ତାହାର ବୀରତ୍ୱର ଗାଥା। ଆଜ୍ଞା, ମୁଁ ଏଇଠି କହିବାକୁ ଚାହେଁ, ଆପଣମାନେ କୌଣସି ମିଠା କଥାରେ ଭାସିଯାଇ କାହାରିକୁ ଆପଣଙ୍କ ମତ ସାବ୍ୟସ୍ତ କରନ୍ତୁ ନାହିଁ, ମତ ବିକ୍ରି କରନ୍ତୁ ନାହିଁ। ଆପଣଙ୍କୁ ଯିଏ ଲାଗିବ କି ଠିକ୍ ନେତା ଆମ ୱାର୍ଡ଼ର, ଆମ ପଞ୍ଚାୟତର, ଆମ ବ୍ଲକର ଉନ୍ନତି ପାଇଁ ଏ କାର୍ଯ୍ୟ କରିବ ବା ସମାଜର ସେବା ପାଇଁ ଆର ପ୍ରତିଶ୍ରୁତିବଦ୍ଧ, ତାକୁ ନିଜ ବାଛି ନିର୍ବାଚିତ କରାନ୍ତୁ।